ଲାଲକିଲ୍ଲା ତିଆରି ପାଇଁ କେତେ ବର୍ଷ ଲାଗିଥିଲା? ଅପସନ୍ ଏ 10 ବର୍ଷ, ବି 15 ବର୍ଷ, ସି 20 ବର୍ଷ ଏବଂ ଅପସନ୍ ଡି 25 ବର୍ଷ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଏ 10 ବର୍ଷ। ଲାଲକିଲ୍ଲା ତିଆରି ପାଇଁ 10 ବର୍ଷ ଲାଗିଥିଲା। ନେକ୍ସଟ ପ୍ରଶ୍ନ, କେଉଁ ଗଛ ଅଧିକ ଅମ୍ଳଜାନ ଦେଇଥାଏ? ଅପସନ୍ ଏ ନିମ୍ବ ଗଛ, ବି ଅଶ୍ୱତ୍ଥ ବୃକ୍ଷ, ସି ଶାଗୁଆନ ଗଛ ଏବଂ ଅପସନ୍ ଡି ବର ଗଛ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ବି ଅଶ୍ୱତ୍ଥ ବୃକ୍ଷ। ଅଶ୍ୱତ୍ଥ ବୃକ୍ଷ ଅଧିକ ଅମ୍ଳଜାନ ଦେଇଥାଏ। ନେକ୍ସଟ ପ୍ରଶ୍ନ, ଗାଈର ପାଟିରେ କେତୋଟି ଦାନ୍ତ ଥାଏ? ଅପସନ୍ ଏ 56ଟି, ବି 33ଟି, ସି 32ଟି ଏବଂ ଅପସନ୍ ଡି 18ଟି। ଏବେ ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ସି 32ଟି। ଗାଈର ପାଟିରେ 32ଟି ଦାନ୍ତ ଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ ପ୍ଲାଷ୍ଟିକ୍ ନୋଟ୍ର ବ୍ୟବହାର କରାଯାଏ? ଅପସନ୍ ଏ ଆମେରିକା, ବି ଭାରତ, ସି ଚୀନ ଏବଂ ଅପସନ୍ ଡି ଅଷ୍ଟ୍ରେଲିଆ। ସମୟ ଏବେ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଡି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆରେ ପ୍ଲାଷ୍ଟିକ୍ ନୋଟ୍ର ବ୍ୟବହାର କରାଯାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଫଲକୁ ଜୋତା ସଫା କରିବା ପାଇଁ ବ୍ୟବହାର କରାଯାଇଥାଏ? ଅପସନ୍ ଏ କଦଳୀ, ବି ସେଓ, ସି ଜାମୁକୋଳି ଏବଂ ଅପସନ୍ ଡି ଲିଚୁ। ସମୟ ଏବେ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଏ କଦଳୀ। କଦଳୀକୁ ଜୋତା ସଫା କରିବା ପାଇଁ ବି ବ୍ୟବହାର କରାଯାଏ। ପରବର୍ତ୍ତୀ ପ୍ରଶ୍ନ, ଭାରତର କେଉଁ ନଦୀରେ ହୀରା ମିଳିଥାଏ? ଅପସନ୍ ଏ ଯମୁନା ନଦୀ, ବି ଗଙ୍ଗା ନଦୀ, ସି କୃଷ୍ଣା ନଦୀ ଏବଂ ଅପସନ୍ ଡି ଗୋଦାବରୀ ନଦୀ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ସି କୃଷ୍ଣା ନଦୀ। ଭାରତର କୃଷ୍ଣା ନଦୀରେ ହୀରା ମିଳିଥାଏ। ପରବର୍ତ୍ତୀ ପ୍ରଶ୍ନ, ଘଡ଼ି ସର୍ପ କେଉଁ ଦେଶର କମ୍ପାନୀ ଅଟେ? ଅପସନ୍ ଏ ଜର୍ମାନୀ, ବି ଜାପାନ, ସି ଭାରତ ଏବଂ ଅପସନ୍ ଡି ଚୀନ। ସମୟ ଏବେ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ସି ଭାରତ। ଘଡ଼ି ସର୍ପ ଭାରତର କମ୍ପାନୀ ଅଟେ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଗଛର ଶାଖାକୁ ନିଆଁରେ
ପୋଡ଼ି ହୁଏ ନାହିଁ। ଅପସନ୍ ଏ ଜାମୁକୋଳି, ବି କଦଳୀ, ସି ଆମ୍ବ ଏବଂ ଅପସନ୍ ଡି ପଣସ। ସମୟ ଏବେ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ବି କଦଳୀ। କଦଳୀ ଗଛର ଶାଖାକୁ ନିଆଁରେ ପୋଡ଼ି ହୁଏ ନାହିଁ। ପରବର୍ତ୍ତୀ ପ୍ରଶ୍ନ, ଅଧିକ ମାତ୍ରାରେ ଟମାଟର ଖାଇବା ଦ୍ୱାରା କେଉଁ ରୋଗ ହୋଇଥାଏ? ଅପସନ୍ ଏ ଚର୍ମରୋଗ, ବି କାଶ, ସି ସଂକ୍ରମିତ, ଡି ବାନ୍ତି ହୁଏ। ସମୟ ଏବେ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ବି କାଶ। ଅଧିକ ମାତ୍ରାରେ ଟମାଟର ଖାଇବା ଦ୍ୱାରା କାଶ ରୋଗ ହୋଇଥାଏ। ଶେଷ ପ୍ରଶ୍ନ, କେଉଁ ଫଳ ଏକ ଦିନରେ ପଚିଯାଏ? ଅପସନ୍ ଏ ଟମାଟର, ବି କଦଳୀ, ସି ଆମ୍ବ ଏବଂ ଅପସନ୍ ଡି ପଣସ। ସମୟ ସମାପ୍ତ ହୋଇଯାଇଛି। ସଠିକ୍ ଉତ୍ତର ହୋଇଯିବ ଅପସନ୍ ଏ ଟମାଟର। ଟମାଟର ଏକ ଦିନରେ ପଚିଯାଏ।